नमस्कार जय जगन्नाथ। तो टाइम होता है 12:10 भाया आम बाहर जगन्नाथ धाम पुरी सडन डरी लगला भगवान गाड़ी तेल पकई देकी आम जाऊँ। रिसेंटली जाता आम जनवरी 26 जो कि डीएवी स्कूल आम सब टोटाल भुवनेश्वर ऑफिस भलसे सजा होता। स्टार्टिंग रू तो आमको अल्प शीत लगुला जमा शीत लगुन जेहेतु मेघुआ पाग था। बेसी भी शीत होगी टाइम पाखापाखि होगी 12:30 शीत होगी मेडल धौली जाए हाँ ये धौली जाने ना देखा देखा सेल्फी गोटे जा जा लेट्स गो चा पी सारा हमर ये तो ये आम गला टाइम प्राय हो जाता 12:40-50 तो कुहुड़ी स्टार्ट हो जाता रास्तार देखिपे पूरा कुहुड़ी ही ढांकी जाता रास्ता आगू तो आहरी बहुत अच्छे गाड़ी चलू जम्मू आसिक हक करदे डर लगुच का मोबाइल किए नहीं चढ़ी रास्तार शीत ये टाइम रे किए फोन कलानी आई लव पिपली एठी कोठी एटा पिपली पळेला जानी पालुनी हमें एठी देखला बेलू से जो एक्सीडेंट फोटो उठे भावलु उठे भी पालुनी हमें यार आसला बेले काली आसला बेले फोटो उठे दबा ठंडा एक्चुअली स्टार्ट हो जाए वेलकम पूरी जमा देखा जाऊनी देखी पाते वेलकम टू पूरी जमा देखा भी जाओ जय जगन्नाथ अलग रेट रे पड़ी पूरा गाड़ी डर लगुच पुणी मोबाइल किए नहीं नुआ जीव कुहुड़ी कितु बहे नादुची मुखरे मोर ओ भाई देखी पाते मैंने पूरा किसी भी देखा जाऊनी अच्छे 18 नला पाखरे मुझे जानी 18 नला जय जगन्नाथ ओ भाई एटा कौन कुहुड़ी रे देखा जाऊनी जमारू नुह गरुड़ स्टाच्यू है यही पटा 18 नला तो कुहुड़ी टोटाल देखा पछ पटा कुहुड़ी पे जमा किसी देखा जाऊनी एठी गरुड़ स्टाच्यू अच्छी देखा जाऊनी जमा कुहुड़ी रु सतरे जगन्नाथ ठाकुर को जदि आप हृदयर सहित डाकुवे ताहले निहाती जगन्नाथ ठाकुर आपण कथा शुणती कहीं मुझे कि ठाकुर कौटी गोटे निआं जला था आम टे सेकी होगी जीवु तो सतक सत भी 18 नला आग को पूर्व टिके पछक निआं भी सीटी जला किसी सिक्यूरीटी गार्ड भाई मैंने 1:40-50 बेलू भी निआं जला तो आम से बसिकी जाइलु निआं सतरे मीरा मंदिर पाखे आसिक बेलून उड़ी बेलून गाँ ना बेलून भावुचे जब हेलिकप्टर लैंड हुए तब मैं बेलून बेलून जय जगन्नाथ कुहुड़ी रे हमें रास्ता टी भूल जाइलु रास्ता भूलु ना लेफ्ट राइट टिका कंफ्यूज हो जाइलु हमें एटा 3 किलोमीटर देखो कुहुड़ी पे जमा जना पड़नी यार सीरियसली हाँ
ପୁରୀ ବଡ଼ ଦାଣ୍ଡ ଏଇଟା ଏଇଠୁ ଗୁଣ୍ଡିଚା ମନ୍ଦିର ଠାରୁ ପୁରୀ ମନ୍ଦିର ଭିତରେ ଆଗରୁ ଗୋଟେ ନଈ ଥିଲା, 6ଟା ରଥ ହୁଏ। ସେପଟରୁ ଆସିବେ ନଈ ପାଖକୁ, ନଈରେ ଡଙ୍ଗାରେ ଠାକୁର ଏପଟକୁ ଆସିବେ, ଏପଟୁ ରଥ ବସି ଯିବେ, ପୁଣି ଆସିବେ, ଡଙ୍ଗା ଏମିତି ହୁଏ। ତାପରେ ନଈଟାକୁ ବୁଝିଦେଲେ ରାସ୍ତା ହେଇଯାଇଛି ଏଇଟା ନୁହଁ କି? 6ଟା। ଯାହା ଯେମିତି ଆମର ଡେଭଲପ୍ ଚାଲିଛି ଆଉ। ଇଞ୍ଜିନିୟର ଜୟ ଜଗନ୍ନାଥ। ଯାହା ହଉ ଡୋରି ଲାଗିଲା। ଆମେ ବହୁତ ଦିନ ହେଲାଣି, ପାଖାପାଖି 5 ଦିନ 6 ଦିନ ହେଲାଣି ବାହାରୁଥିଲୁ, ଲାଗିନଥିଲା। ଯେ ସଡ଼ନ୍ ଏମିତି ଶୋଇଥିଲୁ, 11:30 ହେଲା। ଭାଇ କହିଲେ ଯିବା ଚାଲ ଆଉ। କୋଉଠି ପାଇଁ ଦେଖାଯାଉନି, ଜଗନ୍ନାଥ ମନ୍ଦିର ପୁରା ପାଖକୁ ଗଲେ ଯାଇକି ଦେଖାଯିବ। ସମୁଦ୍ର ରୋଡ୍ ଯାଉଛି, ଦେଖାଯାଉନି। ଯିବୁନି, ଆମେ ବିଚ୍ ଯିବୁନି, କାହିଁକିନା ଏବେ ତ ଏଲାଉ ନାହିଁ। ମୁଁ ଜାଣିଛି ଏଇଟା ଗୋଟେ ଦାଣ୍ଡ। ୟା ଏଇଠୁ ଦୂରରୁ ଦେଖାଯାଏ ତ, ଏଇଠି ବା। ଓ ନୋ, ଦେଖାଯାଉନି, କିଛି ଦେଖାଯାଉନି। ମୁଁ ଟିକେ କନଫ୍ୟୁଜ୍। ପ୍ରଭୁ, ଏପଟଟା ନୁହଁ, ଏଇ ସାଇଡ୍ ଦେଖାଉନି। ଦେଖା ହିଁ ଯାଉନି ପ୍ରଭୁ। ମନ୍ଦିର ଟୋଟାଲ ଦେଖାଉନି। ଏଇଠି ଟିକେ ଫଟୋ ଉଠେଇଦବା, ନର୍ମାଲ ଫଟୋ ଉଠେଇଦବା ଟିକେ। ଜୟ ଜଗନ୍ନାଥ। କିନ୍ତୁ ଟୋଟାଲି ମନ୍ଦିର ଜମା ଦେଖାଯାଉନି ୟାର, କେହି ନାହାନ୍ତି। ଏଇଠି ଫଟୋ ଉଠେଇଦବା, ଠିଆ ହେଇଯାଉନ ଏଇ ଡ୍ରେସ୍ରେ। ମତେ ଟିକେ କହଳ ଏକ୍ସାଇଟମେଣ୍ଟ ଗୋଟେ ଅଲଗା ପ୍ରକାର ଆମର। ଜୟ ଜଗନ୍ନାଥ। ଭାଇ ହେଲମେଟ ନିଅ ଅଛି ଧର। ଏଇଟା ଏଇ 2-4ଟା ଫଟୋ ଉଠା, ଚାଲ ଜଲ୍ଦି ନର୍ମାଲ। ନରେନ୍ଦ୍ର ପାଖରେ ଏଇପଟେ କୁଆଡ଼େ ଯିବା? ଏଇଠି ଫଟୋ ଟିକେ ଉଠେଇବା ଭାଇ। ମନ୍ଦିର ୟାର, ଫଟୋ ଉଠା ଭାଇ। ମନ୍ଦିର ବାହାରକୁ ଆମେ ପ୍ରାୟ 2ଟା ବେଳେ ପହଞ୍ଚି ଯାଇଥିଲୁ। 2ଟା 5-10 ଟାଇମ୍ରେ ପହଞ୍ଚି ଯାଇଥିଲୁ। ସେତେବେଳେ ମନ୍ଦିର ପୁରା ଖାଲି ଥିଲା। ଆଉ ସେଠି ସାଇଡ଼୍ରେ ଶୋଇଥିଲା ଭକ୍ତମାନେ, ଯେଉଁ ଜଗନ୍ନାଥ ଠାକୁରଙ୍କୁ ଦେଖା କରିବା ପାଇଁ ଆସିଥିଲେ, ସେଠି ସମସ୍ତେ ଶୋଇଥିଲେ। ଦେନ୍ ଆମେ ଏଠି ଚା ପିଇକି ନରେନ୍ଦ୍ର ପୋଖରୀକୁ ଗାଧୋଇ ଯିବା ପାଇଁ ବାହାରି ଯାଇଥିଲୁ। ସମୁଦ୍ରରେ କିଛି ବି ଦେଖାଯାଉନଥିଲା, ଜଗନ୍ନାଥ ଠାକୁରଙ୍କର ଯେଉଁ ମନ୍ଦିର ଥିଲା ଆମର, ସେ ଦେଖା ବି ଯାଉନଥିଲା। ଶୀତ ପୁରା ପ୍ରବଳ। ଆମେ ଯିବୁ ଗାଧୋଇବା ପାଇଁ। ବୁଲା ଜଲ୍ଦି ତୁ ଭାଇ, ପହଞ୍ଚି ଯାଇଛୁ ପୁରୀ। ଭାଇ ବୁଲା ଚାଲ ଜଲ୍ଦି ଚାଲ। ହାय, କେତେ ଖୁସି ଅଛ ଭାଇ ରାତିରେ ପୁରୀ ଆସିକି ଫାର୍ଷ୍ଟ ଟାଇମ୍। ମୋର ତ ଭାଇ ଫାର୍ଷ୍ଟ ଟାଇମ୍ ଏଟା। ଲାଇଫରେ କରିନଥିଲି। ଭାଇଙ୍କର ହେଇଥିବ, ସେ ଅଧିକ ଆସିଥିବେ। ଗାଧେଇବେ, ଯୋଗୀ ବେଶରେ ଯିବେ। ଆମେ ସିନେମା ଦେଖିବା ନା। ଚାଲ ଗାଧୋଇବା ପାଇଁ। ଶୀତ ହଉଛି, ବହୁତ ଜୋରେ ଶୀତ ହଉଛି, କାକର ବି ପଡିଛି। ତଥାପି ଗାଧୋଇବାକୁ ପଡ଼ିବ, ଯେହେତୁ ଆମେ ଆସିଛୁ ପରଦିନ, ମାନେ ପରଦିନ କାଲି ଆସିଛୁ ଆମେ। ଆଜି ତ ଗାଧୋଇବାକୁ ପଡ଼ିବ ନା। ଶୀତରେ ମୋ ପାଟିରୁ କଥା ବାହାରୁନି, ମୋବାଇଲ ବି ଥରୁଛି। ଭଗବାନ କହିଛନ୍ତି 100ଟି ଗଙ୍ଗାର ମିଳନ ଯୋଉଠି, ନରେନ୍ଦ୍ର ପୋଖରୀ ସେଇଠି। ତ ସେଇଠି ଆମେ ଏବେ ଗାଧେଇବୁ। ମୋ ମୁଣ୍ଡ ପୁରା କାକରରେ ଓଦା ହେଇଯାଇଛି। 100ଟି ଗଙ୍ଗାର ମିଳନ ଯୋଉଠି, ପୁଷ୍କରିଣୀ ସେଇଠି। ଦେଖାଯାଉନି। ଆମେ ଗାଧୋଇବା କୋଉଠି? ଏଠି ନା? ଏ ଭାଇ ମୁଁ ତ ଇଏ ଆଣିନି, ଏକ ଲାଗୁଛି ମତେ। ପୋଖରୀରେ ଆମେ ଗାଧୋଇବୁ ଭାଇ, ସିରିୟସଲି। କୋଉଠି ପାଇଁ କିଛି ବି ଦେଖାଯାଉନି। ଭାଇ ଶୀତ ଲାଗୁଛି। ଆମେ 10ଟା 11ଟା ନ ବାଜିଲେ ରୁମ୍ରେ ଉଠୁନା, କିନ୍ତୁ ଆଜି ଆମେ ଏଠି 3ଟାରେ ଗାଧୋଉଛୁ। ଟାଇମ୍ 3ଟା ବି ହେଇନି। ଏବେ ଆସିଲୁ ଆମେ। ଜୟ ଜଗନ୍ନାଥ। ଗାଧେଇକି ଆସିଲୁ, କହିଦିଅ ଜୟ ଜଗନ୍ନାଥ। ଗାଧେଇକି ଏବେ ଆସିଲୁ, ଯିବୁ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ। ଲାଇନ୍ରେ ଅଲରେଡ଼ି ଲୋକ ଲାଗି ଯାଇଛନ୍ତି, ସେମାନେ କହିଥିଲେ। ଏଇଠି ଆମେ ଚା ପିଇଥିଲୁ ଏବେ, ଜଗନ୍ନାଥଙ୍କ ମନ୍ଦିର ଫ୍ରଣ୍ଟରେ ଚା ଲାଇନ୍ରେ ଲାଗିଲେଣି। 2ଟାରୁ ଲାଇନ୍ରେ ଲାଗି ସାରିଲେଣି। ଯେଉଁମାନେ ବି ଆସୁଛନ୍ତି, ଯଦି ଲାଇନ୍ରେ ମାନେ ଠିଆ ହେବା ପାଇଁ ଚାହୁଁଛନ୍ତି, 2ଟା ପୂର୍ବରୁ ଆସିଯିବା ଦରକାର, କାହିଁକିନା 2ଟାରୁ ହିଁ ଷ୍ଟାର୍ଟ ହେଇଯାଉଛି ଲାଇନ୍ ଲାଗିବା। ଆଉ ଶୀତ ପ୍ରବଳ ହେଉଛି ଏଠି।
ଅଧିକ ବଢ଼ିଗଲାଣି। ହଁ ଏଇଠି ପୁରା ଏଇଠି ପୁରା ଏଇଠି ପୁରା ଏଇଠି ପୁରା ଏଇଠି ପୁରା ଲାଷ୍ଟ ଆଡ଼କୁ ନିଅ ନା। କେତେ ଲୋକ ଶୋଇଛନ୍ତି। ମୋର ଚଷମାଟା ଦେଲ। ଜୟ ଜଗନ୍ନାଥ। ହଁ ବା ସେ ଘରେ ଲାଇନ୍ ଲାଗିଲାଣି। ଲୋକ କାହାନ୍ତି? ଏ ଆଶୀର୍ବାଦ ହଁ ଗୋଟେ କାମ କର। ଏ ଶୁଣ ଶୁଣ କାହିଁ ଯେ ଲୋକ? ଆମେ ଚା ପିଇ ଗଲା ଟାଇମ୍ରେ କହୁଥିଲେ କି ଯେ ଲୋକ ଭିଡ଼ ଲାଗିଗଲେଣି 2ଟାରୁ, କିନ୍ତୁ ସେତେ ବି ଭିଡ଼ ଲାଗିନଥିଲେ। 20-30 ଜଣ ଜମାରୁ ଥିଲେ ଭିତରେ 2ଟାରୁ। ଦେନ୍ ଆମେ 3ଟା ବେଳେ ଗାଧୋଇକି ଆସିଲା ବେଳେ ସେଠି ଯାଇକି ଲାଇନ୍ କରୁଥିଲୁ, ଆରାମସେ ଭଗବାନଙ୍କୁ ଦର୍ଶନ ମଧ୍ୟ ସେଠି କରିଥିଲୁ। ଆଉ ଏଠି ସବୁଠୁ ବଡ଼ ପ୍ରୋବ୍ଲେମ୍ ହେଲା, ଯଦି ଆପଣ 2ଟା 2:30 ବେଳକୁ ଆସୁଛନ୍ତି ବାହାରି, ତାହେଲେ ସେଠି ଜିନିଷ ରଖିବା ପାଇଁ କୌଣସି ବି ସୁବିଧା ନାହିଁ। ମୋବାଇଲ୍ ହେଲା, ଚପଲ ହେଲା, ବେଗ୍ ହେଲା, ରଖିବା ପାଇଁ କୌଣସି ବି ସୁବିଧା ନାହିଁ। ଯେହେତୁ ଆମେ ହୋଟେଲ ବୁକ୍ କରିନଥିଲୁ, କାହିଁକିନା ଆମେ ଯାଇକି ଆସିବା ପ୍ଲାନ୍ ଥିଲା ଆମର, ସଡ଼ନ୍ ଯାଇଥିଲୁ, ସଡ଼ନ୍ ଆସିବାର ପ୍ଲାନ୍ ଥିଲା। ତ ସେଠି ଗଭର୍ଣ୍ଣମେଣ୍ଟ ତାଙ୍କର 6ଟା ବେଳେ ଖୋଲେ, ଆଉ ପ୍ରାଇଭେଟ୍ ଯେଉଁଗୁଡ଼ା ସେଇଟା 3ଟା 3:30 ଆଡ଼ିକି ଖୋଲିଯାଏ। ତ ସେଇ ଅନୁସାରେ ପ୍ଲାନ୍ କରିକି ଆସିବେ ଟିକେ। ଦେନ୍ ଏଠି ଆମେ ଆସିକି ପହଞ୍ଚି ଯାଇଥିଲୁ ଗଭର୍ଣ୍ଣମେଣ୍ଟରେ, ଯେଉଁଠି ରଖାରୁଖି କରନ୍ତି ଜିନିଷପତ୍ର। କିନ୍ତୁ ଏଠି ଯେମିତି କହିଥିଲି କି ଯେ ଟିକେ ପ୍ରୋବ୍ଲେମ୍, ଗଭର୍ଣ୍ଣମେଣ୍ଟ 6ଟା ବାଜିଲେ ଯାଇକି ଖୋଲିବ। ତ ଏଠି ସିକ୍ୟୁରିଟି ରଖିବା ପାଇଁ ଗାର୍ଡ଼ ଯେଉଁମାନେ କେତେଟାରେ ରାତିରେ ଆସୁଛନ୍ତି ଖୋଲିବ ବହୁତ ସେ କହିଥିଲେ ପ୍ରୋବ୍ଲେମ୍ କି ଯେ ହେବ। 6ଟା ବେଳେ ଯଦି ଖୋଲିବ। ଆପଣ ବାଇକ୍ ଫାଇକ୍ ନେଇକି ଆସୁଛନ୍ତି, କାର୍ ଫାର୍ ଆସୁଛନ୍ତି, କିଛି ଅସୁବିଧା ନାହିଁ। ଲୋକମାନେ ଲାଇନ୍ କରିଦେଲେଣି ସେପଟେ। ଏଠି ଆମେ ଦୋକାନ ଖୋଲା ହେଇନି, 3ଟା ବାଜିନି ଏଯାଏଁ। ଦୋକାନ ଖୋଲା ହେଇନି ବେଗ୍ ଆଉ ଜୋତା ରଖିବା ପାଇଁ। ଦେଖୁ କେଉଁଠି ଗୋଟେ ରଖିବୁ। ବାହାରକୁ ଆମେ ଆସିବୁ। ତ ଆମେ ଯେମିତି ଭାବିଥିଲୁ କି ଠାକୁରଙ୍କ ଦର୍ଶନ ପୁରା ପାଖରୁ କରିବୁ, ସେମିତି ହିଁ ହେଲା। ଆମେ ଠାକୁରଙ୍କ ପାଖକୁ ଯାଇକି, ଯେଉଁଠି ଆପଣମାନେ ଦେଖିଥିବେ ଠାକୁରଙ୍କୁ ଜଷ୍ଟ ଦେଖି ଦେଇକି ସେଠି ଧକ୍କା ହେଇକି ପଳେଇଯାଆନ୍ତି ଆମେ, ସେଇଠି ଆଜି ଆମେ ବସିକି ନାମ କୀର୍ତ୍ତନ ମଧ୍ୟ କଲୁ ଆରାମସେ ପୁରା। ଠାକୁରଙ୍କ ପାଖକୁ ଯାଇକି ଦର୍ଶନ ମଧ୍ୟ ପୁରା ଠାକୁରଙ୍କର। ଆଉ ଦେନ୍ ସେଠି ଆମେ କ'ଣ କହିଲେ, ଯେଉଁ ସବୁ ଖଳା ଅଛି, ବଗିଚା ଅଛି, ସେଠି ବୁଲିଲୁ। ଆଉ ଭାଇ ପୁରୀ ଆସିଛୁ ମାନେ ତ ଖଜା ନିହାତି ଖାଇକି ଯିବା ଭାଇ। ଖଜା କିନ୍ତୁ ରେଟ୍ ଟିକେ ଅଧିକ ଥିଲା, ମୋତେ ଟିକେ ଲାଗିଲା, ଯେହେତୁ ରାତି ଟାଇମ୍ଟା ଗୋଟେ ହିଁ ଦୋକାନ ଖୋଲା ଥିଲା, ତ ମୋତେ ଟିକେ ଅଧିକ ଲାଗିଲା। କାହିଁକିନା ପ୍ରାଇସ୍ ନର୍ମାଲ୍ ଡେ ଟାଇମ୍ରେ ସେଥର ଆମେ ଯାଇଥିଲୁ 140 ଥିଲା, କିନ୍ତୁ ଏବେ ଥିଲା ପାଖାପାଖି 200। ତ ଫଟାଫଟ ଦର୍ଶନ ସାରି ଦେଇକି ଆମେ ସକାଳୁ ରିଟର୍ନ କରିଦେଇଥିଲୁ, କିନ୍ତୁ 12 ବାଜି ଯାଉଥିଲା ଭାଇ ମୋର ଥଣ୍ଡାରେ ଭାଇ। କାକର ସେପଟୁ ମୁହଁରେ ମୋର ପ୍ରିୟ ଥାଏ, ଏପଟେ ହେଲମେଟ୍ ବି କାମ କରୁନଥିଲା, ଟୋପି ବି କିଛି କାମ କରୁନଥିଲା, ଆଖିରେ ମୋର କର୍ପୂର ଲାଗିଥିଲା, ତ ମୁଁ ସେଇଟା ପାଇଁ ଖୁସି ଥିଲି। ଆମେମାନେ ପୁଣି ଆସିଗଲୁ ଆମ ସ୍ଥାନକୁ। ତ ରହିଲି, ଜୟ ଜଗନ୍ନାଥ। ଯଦି ବ୍ଲଗ୍ଟି ଭଲ ଲାଗିଥିବ ଆଶା କରୁଛି ଲାଇକ୍ କରିବେ, ସେୟାର କରିବେ।